बापा ना चतुर्भुज तो ना हला पंचभुजा ना मो ना पूरा दशभुजा तू कोन दुर्गति नाशिनी मां दुर्गा हां मो दुर्गति नाशिनी मां दुर्गा हेले तमे होछ महिषासुर अरे मैं दिल्ली कंपीबो वासुकी डळीबो इंद्रपुरी हब थर हर सड़के त्रिपुर करि पारे दूर विफल नु होई ब्रह्मावर जबरदस्ती पूरा जाई तो कुंडे पकेबे आहारे खोजीबनी बासी की सज जहां मिलिबो आनंद करिबो मौज एक कथा कहछंती मो पितृदेव चंदा चतुर्भुज जाने पापा तम पुओ अलज्जा को बहु अलाजु की तम पुओर प्रिय मत हेले तम बहुर प्रिय होची इष्टा देखो देखो तम बहु को सजनी करिले सोनो जीव लाजय ओढोना ठाडो जीव रुद्राणी शाशुघर पाई जाबे तुम तो रुद्राणी के जन्म करले रास्ता रे पाई कालछो से जेंति तमर झिया मोर सेंति भौणी तार सेंति ननद तुम जेंति तम धर्म झिया करू बास्त मु सेंति को धर्म भौणी करू बास्ती से सेंति ता धर्म ननद करू पाई खेला तोर फोन होइला दे गोपाल जबड़ जंत्र बिकी की पी देबी रहिता हेलो हां ए मु पूरा टिके मो झिया शाशुघर पासी हां मु काली जाई पहुंचीबी हां काली पहुंचले कथा आओ अरे मो गोडरे की गुड कोन बांधला कोसा अरे अरे बापा कोड़े गले तम घोड़ा मत पो छी एमितिया घोड़ा मदन को कहे कि मु पूरा अधा घोड़ा आइसले के कहतला तम पुओ से तमर बागर करियाकू तमे मते बागर आगु काई करलेनी तम पुओ जुटे घोड़ा मदु बोली कोन मु कहिताती अरे मु सूत तते चिन्हने की जाते तू केतेलो मो को बागु केतेलो बागु को समय बागु को जगह बागु ताबी मु जानि पली तू तो हठात मो ए घर भीतर को बसी आइलु आ पचाला को कहतु एटा मो लव मैरिज आदि मो छोइले आदि मो पीने बाकी अछि कालिया निशा बाकी अछि महुली निशा बाकी अछि महुली निशा अरे नारी कंठस्वर ये तुम्हें भद्र महिला कौन है ना मद निशा तम स्त्री के चिनी पारु न ता स्त्री तमे ना मो स्त्री अरे हमर बाहागर केबे हेतिला 2 वर्ष पाखा बाकी पिला छुआ केते जा नहीं तो 25 वर्ष पर्यंत छुआ हमार चांस नहीं मो मरिबा परे छुआ पिला जन्म करिबो छी ए भया घोड़ा मदन को बाहे मो जीवनटा पूरा पूरी बेकार हे गला स्टॉप स्टॉप नॉनसेंस नारी कोन करबे मु घोड़ा मतुआ कथा ते करतु भाई किया कथा ते करतु कला घोड़ा मत एटा अंडराटन माइक ने एटा थोड़ा निर्बाण
ନାଇଁ ରେ ଇଏ ତ ମୋ ବାପା ଇଏ ମୋର କେତେଟା ବାପା ନା ମୋର ଗୋଟାଏ ବାପା ବାପା ତମେ ସତମାନ ବିଧବା ନାଇଁ ତ ମୋ ବୋଉ ମରିଯାଇକି ମୋ ବାପା ରାଣ୍ଡ ହେଇଯାଇଛି ଜମା ଅଭଦ୍ର ଭଳିଆ ହଲା କହିଛି ଅଭଦ୍ର ସେ ଶସ୍ତା ମଦ ପିଇ ଜମା ଅଭଦ୍ର ଭଳିଆ ହଲା କହିଛି ଏଇଟା ମୋ ଝିଅ ଶାଶୁଘର ଗୋଟେ ଭଦ୍ର ଲୋକର ପରିବାର ଜମା ଅଭଦ୍ର ଭଳିଆ ହେଲା ଯେତେ ଶୀଘ୍ର ପାରୁଛୁ ତୋ ସ୍ତ୍ରୀକି ନେଇକି ଗଲୁ କଣ ହେଲା ମୋ ସ୍ତ୍ରୀକି ନେଇ ପଳେଇବି ତମେ ଟିକେ ରାଜୁତି କରିବ କଥାଟା କରୁଛ ପର ଘରେ ଏତେ ଜୋର କରି ପାଟି କରୁଛ ତୋ ଶ୍ୱଶୁର ଭଦ୍ର ତୁ ମାଇକି ନା ଏ ଜାଣିଛ ଭୋକ କୁଆ ଘରୁ ଗଲ କେବଳ ଏକୁଟିଆ ଏଇ ଘରେ ମୁଁ ରହିବି ମୋ ନଣନ୍ଦର ସ୍ୱାମୀ ଜଙ୍ଗଲ ବିଭାଗରେ ଚାକିରି କରିଛନ୍ତି ସେ ମତେ କହିଛନ୍ତି ମୁଁ ଏଠି ରହିଲେ ମତେ ଡେଲି ଡେଲି ବାଘ ମାଂସ ଆଣିକି ଖାଇବାକୁ ଏଟା ତାଡେ କା ଶୁଣ ତୁ ବାଘ ମାଂସ ଖାଇବୁ ତୋ ମୁଣ୍ଡ ଠିକ ଅଛି ତ ଠିକ ଅଛି ବେ ବାଘ ମଣିଷ ମାଂସ ଖାଏ ମଣିଷ ଓହୋ ବାପା ତମେ କିଛି ଜାଣିନ ଖାଲି କଣ ବାଘ ମାଂସ ଆଉ ହରିଣ ଅଣ୍ଡା ଆଉ ଶିଆଳ କ୍ଷୀର ବି ପିଇବାକୁ ଦେବେ ହରିଣ ଅଣ୍ଡା ଶିଆଳ କ୍ଷୀର ବେ ଭୁଲ କଥା ମିଛ କଥା ତତେ କିଏ କହିଛି ମତେ ପରା ତମ ଜ୍ୱାଇଁ କହିଲେ ମୋ ଜ୍ୱାଇଁ କହିଲେ ହରିଣ ଅଣ୍ଡା ଆଣିକି ଦେ ହୋ ରେ ଆରେ ହରିଣ ଅଣ୍ଡା ଦିଏ ଭାଇ ବାପା ତମେ ମାନେ ଆସିଛ ଏ କିଏ ଗୋଟେ ମୁଣ୍ଡିଆ ମାଇଲା ଇଏ ତମ ଭଉଣୀ ନିଜ ଭଉଣୀ ନା ଧର୍ମ ଭଉଣୀ ନା ଇଏ ତମ ଧର୍ମ ଭଉଣୀ ଆଉ ଆଚ୍ଛା ତୁ ଏଠି କାହିଁ ଯାଇଛି କଣ ନା ଇଏଟା ତୋ ଶାଶୁଘର ଆଉ ଭଉଣୀ ତୁ ଗୋଟେ କାମ କର ଆମକୁ ତୋ ଘରକୁ ଡାକିଲେ ଆମେ ତୋ ଘରେ 10-15 ବର୍ଷ ରହିବୁ ହେଲା ଚୁପ୍ 10-15 ବର୍ଷ ରହିବୁ ବେ ମଦ ଖାଇଯାଇ ତୋର ଅବସ୍ଥା ଯାହା ହେଲାନି ତୁ 10-15 ମାସ ବଞ୍ଚିବୁ କି ନାହିଁ କହିଲା 10-15 ବର୍ଷ ଯେତେ ଶୀଘ୍ର ପାରୁଛୁ ତୋ ସ୍ତ୍ରୀକି ନେଇକି ଗଲୁ ବାପା ଇଏ ମୋ ଭଉଣୀ ଶାଶୁଘର ମୋ ପ୍ରେଷ୍ଟିଜ ଉପରେ ଆଘାତ ଆସିଲେ ମୁଁ ତମକୁ କାମୁଡ଼ି ଦେବି ଭାଇ ଏଟା ମୋ ଶାଶୁଘର ଏଠି ଏମିତି ପାଟିତୁଣ୍ଡ କଲେ ମୋ ଶାଶୁଘର ଲୋକେ କଣ କହିବେ କିଏ କଣ କହିବେ ମୋ ଭଉଣୀ ଶାଶୁଘର ମାନେ ମୁଁ ଏଠି ରାଜୁତି କରିବି କିଏ କଣ କହିବ କଣ ଭଉଣୀ 10-15 ବର୍ଷ ରଖିବୁ ନା 10-15 ବର୍ଷ କଣ କରିବ ଗଲେ ଲାଗୁନ 10-15 ବର୍ଷ 10-15 ମିନିଟ୍ ବି ତମ ଦିଟା କୋଠି ରଖା ହବନି ଯେତେ ଶୀଘ୍ର ପାରୁଛୁ ତୋ ସ୍ତ୍ରୀକି ନେଇକି ଗଲୁ ତୁ କାହିଁକି ପ୍ରେମ ହଉଛୁ ମୁଁ ମୋ ଭଉଣୀ କହୁଛି କଣ ଭଉଣୀ 10-15 ବର୍ଷ ରଖିବୁ ନା ଭାଇ ମୁଁ କଣ କହୁଥିଲି କି 10-12 ବର୍ଷ 10-12 ବର୍ଷ ଭାଇ ମୁଁ ତମକୁ କଥା ଦେଇ ପାରୁନି 7-8 ବର୍ଷ 7-8 ତୁ କିଛି କହୁନୁ କାହିଁ 4-5 ବର୍ଷ ତୋ କଥାରେ ମୋ କଥା ବର୍ଷେ 1.5 ବର୍ଷ ଆମର ସେତିକିରୁ କମ୍ ଗଲେ ମୋ ଭଳିଆ ଭଦ୍ର ଲୋକ ଏଠି ରହିବ ନା ଅଭଦ୍ର ଲୋକ କୋଡ଼ିକା ଅଛି ଘରେ ଲୋକ ମଦ ପିକି ଏମିତି ହେଲେ କିଏ କାହା ଘର ରଖିବ ଯେ ତମେ ଯାଅ କେବଳ ଏକୁଟିଆ ଏଇ ଘରେ ମୁଁ ରହିବି ହ୍ୟାଲୋ ଚତୁରୀ କାଉ ତୁ ଭାବୁଛୁ ମୁଁ କିଛି ଜାଣିପାରୁନି ମୁଁ ମଦ ପିଇ ଦଉଛି ବୋଲି ତୁ ମତେ ବାନ୍ଧିକି ବୁଲୁଛୁ ନା ମୁଁ ମଦ ପିଇ ଦେଲେ ତୁ ପରା ଶୁଣ ଧର ଭଉଣୀ ସିନା ତା ଶାଶୁଘରେ ରଖିବାକୁ ମନା କଲା ହେଲେ ମୋ ନିଜ ଭଉଣୀ ରକ୍ତର ଭଉଣୀ କେବେ ବି ମନା କରିବନି ବୁଝିଲୁ ଆସୁଛି ଲୋ ଭେଜାଲ ଭଉଣୀ ଏଇ ବୋଧେ ତୋ ସହିତ ମୋର ଶେଷ ଦେଖା ଚାଲ 4 ଛକରୁ ଟିକେ ପିଇକିରି ପଳେଇ ଆରେ ମା ତୁ ଏ ଦିଟାକୁ ତୋ ଘରୁ ବାହାର କରିଦେଇଛୁ ଅତି ଉତ୍ତମ କାମ କରୁଛୁ କଣ କହିବି ରେ ମା ତୋ ଭାଇଟା ତ ମଣିଷ ହେଲା ଆଉ ଯାହାକୁ ବାହାହେଲା ତା କଥା ନ କହିବା ଭଲ ମାରେ ତୁ ଭାବୁଛୁ କଣ ଭାବୁଛି ମୋ ଦିଦି ମୋ ସାନ ଭାଇ କଥା ମୋ ମନକୁ ମୁଁ ବୁଝି ସାରିଛି ବାପା ଏ ଜନ୍ମରେ ସେମାନଙ୍କ ସହିତ ମୋର ଆଉ କେବେ ବି ଦେଖା ହେଇପାରିବନି ସରି ଯାଇଛି ଆମ ଶେଷ ଦେଖା ଆରେ ଯେତେ କାନ୍ଦିଲେ କଣ ହବ ତୁ ତ ଜାଣିଛୁ ତୋତେ ଧରି ସାଙ୍ଗରେ ଆମେ କେତେ ଜାଗା ଯାଇଛୁ କେତେ ଆଡେ ଖୋଜିଛୁ କୌଣସି ସନ୍ତାନ ଆଜି ଯାଇ ଗଲେ ପାଇନୁ ମୋ ମନକୁ ମୁଁ ବୁଝେଇ ଦେଇଛି ରେ ମା
ସେଦିନ ସେଇ ଟ୍ରେନ ଆକ୍ସିଡେଣ୍ଟରେ ତୋ ମା ସହିତ ତୋ ଭାଇ ଭଉଣୀ ବାବା ନାଇଁ